ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 534। ପ୍ରଭୁ ଲେଖୁଛନ୍ତି, ମନୁଷ୍ୟ ସ୍ତରର ପ୍ରେମ ଆପଣାର ଆନନ୍ଦାତିରେକ ଦ୍ୱାରା ହିଁ ବିଫଳ ହୋଇଥାଏ। ମନୁଷ୍ୟ ସ୍ତରର ବଳ ଆପଣାର ଉଦ୍ୟମ ପରତା ଦ୍ୱାରା ହିଁ ନିଶେଷିତ ହୋଇଯାଏ। ମନୁଷ୍ୟ ସ୍ତରର ଜ୍ଞାନ ଏପରି ଏକ ଛାୟାପାତ ଘଟାଏ, ଯାହାକି ସତ୍ୟ ଗୋଲକର ଅର୍ଦ୍ଧାଂଶକୁ ଆପଣାର ସୂର୍ଯ୍ୟ କିରଣ ପାଖରୁ ଲୁକ୍କାୟିତ କରି ରଖିଥାଏ। ମାତ୍ର ଦିବ୍ୟ ଜ୍ଞାନ ବିପରୀତ ସତ୍ୟଗୁଡ଼ିକୁ ମଧ୍ୟ ଆପଣା ଭିତରେ ଅନ୍ତର୍ଗତ କରି ରଖିଥାଏ। ମାତ୍ର ଦିବ୍ୟ ଜ୍ଞାନ ବିପରୀତ ସତ୍ୟଗୁଡ଼ିକୁ ମଧ୍ୟ ଆପଣା ଭିତରେ ଅନ୍ତର୍ଗତ କରି ରଖିଥାଏ ଓ ସେଗୁଡ଼ିକୁ ଗୋଟିଏ ସମଗ୍ରତା ମଧ୍ୟରେ ସମ୍ମିଳିତ କରି ରଖେ। ଦିବ୍ୟ ବଳ ଆପଣାକୁ ଅମିତ ଭାବରେ ପ୍ରୟୋଜିତ କରି ହିଁ ବୃଦ୍ଧି ପାଏ। ଦିବ୍ୟ ପ୍ରେମ ଆପଣାକୁ ହୁଏତ ନିଶେଷିତ ଭାବରେ ବୁହାଇ ଦିଏ, ମାତ୍ର ତଥାପି ତାହା ନଷ୍ଟ ଅଥବା ହ୍ରାସ ହୋଇଯାଏ ନାହିଁ। ଏଠି ଆମର ମାନୁଷୀ ସାମର୍ଥ୍ୟ ଏବଂ ଦିବ୍ୟ ପରମଙ୍କର ସାମର୍ଥ୍ୟ ଭିତରେ ଏକ ତୁଳନାତ୍ମକ ଦିଗଟିକୁ ଆମ ପାଖରେ ରଖୁଛନ୍ତି ପ୍ରଭୁ। ପ୍ରଭୁ ଆରମ୍ଭରୁ କହୁଛନ୍ତି ଯେ ପ୍ରକୃତରେ କଣ ଘଟେ। ମନୁଷ୍ୟ ସ୍ତରରେ ଆମେ ଯୋଉଟାକୁ ପ୍ରେମ ବୋଲି ଗ୍ରହଣ କରିଛୁ, ସେ କଣ ହୁଏ, ମାନେ ଯେମିତି କଥାରେ କହନ୍ତି ଅତି ସର୍ବତ୍ର ଗର୍ହିତ, ସେତେବେଳେ କଣ ହୁଏ, ଆମେ ଯୋଉ ଭଲ ପାଇବା ଅର୍ଥରେ ଆମେ ଯାହା ବୁଝିଛୁ, କଣ ବୁଝିଛୁ ଆମେ ଭଲ ପାଇବା କହିଲେ ନିଜର ଅଧିକାର ସାବ୍ୟସ୍ତ କରିବା, ମୋ ପାଖରେ ରଖିବା। ଯେମିତି ଆପଣ ଦେଖିବେ କୋଉଠି ଗୋଟେ ଜାଗାରେ ଯଦି ଫୁଲ ଗଛଟିଏ ଦେଖିଲେ ତାକୁ କଣ କରନ୍ତି, ଏତେ ସୁନ୍ଦର ଫୁଲଟିଏ, ତାକୁ ମୋ ବଗିଚାରେ ଦରକାର, ତେଣୁ ଆପଣ ଫୁଲ ଛିଣ୍ଡେଇ ଦିଅନ୍ତି, ଗଛ ଉପାଡ଼ି ଦିଅନ୍ତି, ସବୁ ଯାକ ନିଜେ କବଳିତ କରି ଆଣି ରଖିବାକୁ ଚେଷ୍ଟା କରନ୍ତି। ଆପଣ ଦେଖିଥିବେ ଅନେକ ସ୍ଥାନରେ ଅନେକ ସମୟରେ ସମସ୍ତେ ଯାହାକୁ ବେଶୀ ଭଲ ପାଆନ୍ତି ତାକୁ ପାଖରେ ନିଜ ପାଖରେ ରଖିବା ପାଇଁ କଣ କରନ୍ତି, ଚେଷ୍ଟା କରନ୍ତି। ଯଦି ମୋ କଥାରେ ନ ଚାଲିଲା ତାହେଲେ କଥା ସରିଗଲା, ପ୍ରେମ ଛିଣ୍ଡିଗଲା। ଏଇଟା ପ୍ରକୃତରେ କଣ ହୁଏ, ଏକ ଆସକ୍ତିର, ଅଧିକାର ବୋଧର, ନିଜର ପ୍ରଭୁତ୍ୱକୁ ବଜାୟ ରଖିବାର ଇଏ ଏକ ନିଷ୍ଫଳ ପ୍ରୟାସ। ତେଣୁ ଏଠି ପ୍ରଭୁ ତାର ଗୂଢ ସତ୍ୟଟିକୁ କହୁଛନ୍ତି ସେଇଟା, ଯେ ମନୁଷ୍ୟ ତା ସ୍ତରରେ ଯୋଉ ପ୍ରେମ ଥାଏ ତାକୁ ସେ କଣ କରେ, ନିଜର ଆପଣାର ଆନନ୍ଦାତିରେକ ମାନେ ଅଧିକ ଯୋଉ ଅତିରିକ୍ତ ଭାବରେ ସେ ଯେତେ ତା ଭିତରେ ପ୍ରବେଶ କରିଯାଏ ତାକୁ ସେ କଣ କରେ, ବିଫଳ କରିଦିଏ। ସେଇଭଳି ପ୍ରତ୍ୟେକ ଘଟଣାରେ ମନୁଷ୍ୟ ତାର ବଳକୁ ସେ ନିଜେ ହିଁ ନିଷ୍ଫଳ କରିଦିଏ, ମାନେ ଅଧିକ ଉଦ୍ୟମପରତା। ଅତି ସର୍ବତ୍ର ଗର୍ହିତମ୍ ଯୋଉ ଅର୍ଥରେ କୁହାଯାଏ, ପ୍ରକୃତରେ କଣ ହୁଏ, ଆମେ ଉତ୍ସାହିତ ହେଇଯାଉ ଅଧିକ ଯେତେବେଳେ, ସେତେବେଳେ ଆମର ସନ୍ତୁଳନ ଅବସ୍ଥାଟି ଚାଲିଯାଏ। ଆମେ ଅସନ୍ତୁଳିତ ହେଇଯାଉ, ତାକୁ ବେଳେ ବେଳେ ଓଭର କନଫିଡେନ୍ସ ବୋଲି ମଧ୍ୟ ଯୋଉ ଲୋକ କହନ୍ତି, ପ୍ରକୃତରେ ସେହିପରି ଏକ ଅବସ୍ଥା ଆମ ପାଖରେ ପହଞ୍ଚିଯାଏ। ତେଣୁ ମନୁଷ୍ୟ ସ୍ତରର ଜ୍ଞାନ ସିଏ ବି ସେଇଭଳିଆ ଓଭର କନଫିଡେନ୍ସ। ତେଣୁ ସିଏ କଣ କରେ, ସବୁବେଳେ ଆମକୁ ଏକ ନିଷ୍ଫଳତାଟାକୁ ଆଣି ଆମ ଆଖି ଆଗରେ ରଖିଦିଏ। ତେଣୁ ପ୍ରଭୁ ଲେଖୁଛନ୍ତି, ଯାହାକି ସତ୍ୟ ଗୋଲକର ଅର୍ଦ୍ଧାଂଶକୁ ଆପଣାର ସୂର୍ଯ୍ୟ କିରଣ ପାଖରୁ ଲୁକ୍କାୟିତ କରି ରଖିଥାଏ। ତେଣୁ ସିଏ କଣ କରେ, ନିଜକୁ ଏତେ ମହାନ ବୋଲି ମନେ କରି ନିଏ, ତେଣୁ ତା ପାଇଁ ଆଉ କିଛି ଆବଶ୍ୟକ କରେନି ସେ। ଆରେ ମୁଁ ତ ଏକା ସଫିସିଏଣ୍ଟ ହେଇଗଲି, ଆଉ କଣ ଦରକାର ପରମଙ୍କର ଭଗବାନଙ୍କର ଜ୍ଞାନ, ମୁଁ ହଉଛି ସର୍ବଜ୍ଞାନୀ, ମୁଁ ହଉଛି ସର୍ବଶକ୍ତି।
ଯେଉଁମାନେ ସବୁ ଦେଖିଥିବେ କି ଜଣେ ତ୍ରିକାଳଦର୍ଶୀ ବୋଲି ଆମେ ମନେ କରୁ, ସେମାନେ କଣ କରନ୍ତି ବା ଆମେ ସେଇ ଯଦି ବେଳେ ବେଳେ এই ପ୍ରକାର ଅବସ୍ଥା ଆସେ, ଯୋଉମାନଙ୍କର ଟିକେ ଭୂତ ଭବିଷ୍ୟତ ଜ୍ଞାନ ଆସିଯାଏ, ସେତେବେଳେ ସେମାନେ ନିଜକୁ ତ୍ରିକାଳଦର୍ଶୀ, ଆମେ ତ୍ରିକାଳଦର୍ଶୀ କହିବାର କିଛି ଅତ୍ୟୁକ୍ତି ନାହିଁ। କିନ୍ତୁ ଯଦି ତାପରେ ମୁଁ ତ୍ରିକାଳଦର୍ଶୀ ହେଇଗଲିଣି ବୋଲି ଅଭିମାନ ଆସିଯାଏ, ଅହଙ୍କାର ବଢିଯାଏ, ସେତେବେଳେ ସେ ନିଜକୁ ଭଗବାନଙ୍କ ସ୍ଥାନରେ ରଖିଦିଅନ୍ତି, ପରମଙ୍କ ସ୍ଥାନରେ ରଖିଦିଅନ୍ତି ଏବଂ ନିଜକୁ ପରମଙ୍କର ମାନେ ଅଭିନ୍ନ ଏକତ୍ୱବୋଧ ଆସିନାହିଁ, ନିଜେ ଭାବନ୍ତି ମୁଁ ହେଇଗଲି ପରମ। ସେଇ ସମୟରେ କଣ ହେଇଥାଏ ନା ଦିବ୍ୟ ଜ୍ଞାନ ଏବଂ ପରମଙ୍କ ପାଖରୁ ନିଜର ଅର୍ଦ୍ଧାଂଶକୁ ସେମାନେ କଣ କରନ୍ତି, ଲୁଚେଇ ରଖନ୍ତି। ତାମାନେ ସେ ବର୍ତ୍ତମାନ ସତ୍ୟ ଠାରୁ ଠିକ ଗୋଟିଏ ଯେମିତି ପଶ୍ଚାତରେ ରହିଲା ଭଳିଆ ପଛରେ ପାଦରେ ରହିଯାଆନ୍ତି, ଯଦ୍ୱାରା ସେଇ ପଟଟା ତାଙ୍କର ଅନ୍ଧକାର ହିଁ ରହିଯାଏ। ତାମାନେ ସେଇ ଅଂଶଟା, ଯୋଉ ଅଂଶଟା ସେ ବର୍ତ୍ତମାନ ଅହଙ୍କାରଗ୍ରସ୍ତ ହେଇ ନିଜକୁ ଅତିଶୟୋକ୍ତି ମନେ କରେ, ସେଇ ଅଂଶଟି ବର୍ତ୍ତମାନ କଣ କରେ, ସିଏ ତାକୁ ପ୍ରଭୁଙ୍କ ପାଖରେ ସମର୍ପିତ ନ କରି, ଆଲୋକ ପାଖରେ ସମର୍ପିତ ନ କରି, ସତ୍ୟ ପାଖରେ ସମର୍ପିତ ନ କରି ତାକୁ ସେ ଲୁଚେଇ ରଖିଦିଏ। କିନ୍ତୁ ଦିବ୍ୟ ଜ୍ଞାନ, ପ୍ରଭୁ କହୁଛନ୍ତି ଦିବ୍ୟ ଜ୍ଞାନ ସମସ୍ତଙ୍କୁ ସେ ତା ଭିତରେ ରଖିଥାଏ, ସମସ୍ତଙ୍କୁ। ତାର ବିପରୀତ ସତ୍ୟ ଗୁଡ଼ିକୁ ମଧ୍ୟ ସେ ଆପଣା ଭିତରେ ଅନ୍ତର୍ଗତ କରି ରଖିଥାଏ, ସେଗୁଡ଼ିକୁ ଗୋଟିଏ ସମଗ୍ରତା ମଧ୍ୟରେ ସମ୍ମିଳିତ କରି ରଖେ। ସେଥିପାଇଁ କହୁଛନ୍ତି ଦିବ୍ୟ ବଳ ଆପଣାକୁ ଅମିତ ଭାବରେ ପ୍ରୟୋଜିତ କରି ହିଁ ବୃଦ୍ଧି ପାଏ, ସେ ସମସ୍ତଙ୍କୁ ନିଜ ଭିତରେ ସମାହିତ କରି ରଖିଥାଏ। ଏତେ ସେ ବ୍ୟାପକ, ଏତେ ସେ ସାମଗ୍ରିକ, ସେ କେବେ ନଷ୍ଟ ହୁଏନି, କେବେ ହ୍ରାସ ହୁଏନି, କେବେ ବି ନିଃଶେଷିତ ହୁଏ ନାହିଁ। ସେ ସମସ୍ତଙ୍କୁ ନିଜ ଭିତରେ ଧାରଣ କରି ରଖିଥାଏ ଏବଂ ଅତି ପ୍ରେମର ସହିତ ଆମେ ଯାହାକୁ ଶତ୍ରୁ ବୋଲି ମନେ କରୁ, ଆମେ ଯାହାକୁ ଯାହା ସହିତ ଆମେ ଯୁଦ୍ଧ କରୁ, ସେମାନଙ୍କୁ ମଧ୍ୟ ସେ ଅତି ପ୍ରେମର ସହିତ ସେହି ଉଚ୍ଚତର ମାର୍ଗରେ ପ୍ରେରିତ କରିବା ପାଇଁ ତାଙ୍କର ସର୍ବାଦୌ ପ୍ରଚେଷ୍ଟା ଜାରି ରଖନ୍ତି। କିନ୍ତୁ ଏଇଠି ଆମ ପାଖରେ ପ୍ରଶ୍ନ ଆସେ, ସବୁବେଳେ ଆମ ଭିତରେ ଗୋଟେ ପ୍ରଶ୍ନ ଆସେ, ତାହେଲେ ମୁଁ କଣ ସମସ୍ତଙ୍କୁ ସେଇଭଳି ଭାବରେ ନିଜ ଭିତରେ ସମ୍ମିଳିତ କରି ରଖିବି? ସେଥିପାଇଁ ଆମ ଭିତରେ ସାମର୍ଥ୍ୟ ବୃଦ୍ଧି ପାଇବା ଦରକାର। ସେଇ ସାମର୍ଥ୍ୟ ବୃଦ୍ଧି ପାଇବା ଅର୍ଥ ହେଉଛି କଣ, ବା କୋଉ ସାମର୍ଥ୍ୟ ବୃଦ୍ଧି ପାଇଲେ ସବୁ ସମ୍ଭବ? ଯେତେବେଳେ ପରମଙ୍କ ସହିତ ଏକତ୍ୱ ପ୍ରାପ୍ତି କରିବା। ଯେ ପର୍ଯ୍ୟନ୍ତ ପରମଙ୍କ ସହିତ ବା ମାଙ୍କ ସହିତ ମୋର ଏକତ୍ୱ ପ୍ରତିଷ୍ଠିତ ହେଇଯାଇ ନାହିଁ, ପ୍ରତିଷ୍ଠିତ ସ୍ଥାୟୀ ଭାବେ ପ୍ରତିଷ୍ଠିତ ହବା, ଆଂଶିକ ନୁହଁ, ଯେ ପର୍ଯ୍ୟନ୍ତ ସ୍ଥାୟୀ ଭାବେ ଏକତ୍ୱ ପ୍ରତିଷ୍ଠିତ ନ ହେଇଛି, ସେ ପର୍ଯ୍ୟନ୍ତ ଆମ ପାଖରେ ପ୍ରତ୍ୟାଖ୍ୟାନର ଆବଶ୍ୟକତା ରହିଛି। ଆସ୍ପୃହା ସମର୍ପଣ, ତା ସହିତ ସେଇଥିପାଇଁ ପ୍ରଭୁର ଲେଖିଛନ୍ତି ପ୍ରତ୍ୟାଖ୍ୟାନ ଆବଶ୍ୟକ ରହିଛି। ତେଣୁ ଏକତ୍ୱ ସ୍ଥାପନ ନ ହେବା ପର୍ଯ୍ୟନ୍ତ ବ୍ୟକ୍ତିଗତ ଭାବରେ ଆମେ ଯେତେବେଳେ ପ୍ରୟାସରତ ରହିଛୁ, ସେତେବେଳେ ଆମକୁ ଯୋଉ ଗତିବୃତ୍ତି, ଯୋଉ ପ୍ରବୃତ୍ତି, ଯୋଉ ବ୍ୟକ୍ତି, ଯୋଉ ବସ୍ତୁ ସକଳ ମାଙ୍କ ଦିଗରେ ମତେ ଅଗ୍ରଗତି କରିବାରେ ସାହାଯ୍ୟ କରୁନାହିଁ, ତାକୁ ମୁଁ ପ୍ରତ୍ୟାଖ୍ୟାନ କରିବି। ଇଏ ହେଉଛି ଆମର ବର୍ତ୍ତମାନ ପ୍ରୟାସର ପଦକ୍ଷେପଟି, ତାକୁ ଆମେ ଭୁଲିଯିବା ନାହିଁ। କିନ୍ତୁ ଏଠି ଆମ ପାଖରେ ଯୋଉ ପରମ ସତ୍ୟଟିକୁ ଉଦ୍ଘାଟିତ କରିଛନ୍ତି, ସେ କାହିଁକି କରିଛନ୍ତି? କାହିଁକିନା ଆମ ଭିତରେ ଅନେକ ସମୟରେ ପ୍ରଶ୍ନ ଆସେ ଯେ ଯଦି ଭଗବାନଙ୍କର ସବୁ ସୃଷ୍ଟି, ତେବେ ଏସବୁ ଜିନିଷ କାହିଁକି ରହିଛି ଏବଂ ତାକୁ ମୁଁ କାହିଁ ଗ୍ରହଣ କରିବିନି? ତେଣୁ ସେଇଥିପାଇଁ ଆପଣ ପୂର୍ବରୁ ଅନେକ ଜ୍ଞାନକାରିକାର ଆମେ ଶୁଣି ସାରିଛନ୍ତି, ଆମ ଭିତରେ ଥିବା ସେଇ ଅସାମର୍ଥ୍ୟ ଯିଏକି ପରମ ସତ୍ୟକୁ ଅବିକୃତ ଭାବରେ ପ୍ରକାଶ କରିବାରେ ବାଧା ସୃଷ୍ଟି କରେ, ତାକୁ ଚିହ୍ନିବା ଆବଶ୍ୟକ ହୁଏ। ସେଇଥିପାଇଁ ଆମ ଜୀବନରେ ଅନ୍ୟାନ୍ୟ ଶକ୍ତିମାନଙ୍କର ଖେଳ ଆସି ପହଞ୍ଚେ। କିଏ ମୋ ପାଖରେ ମିତ୍ର ଭାବରେ ଠିଆ ହୁଏ, କିଏ ମୋ ପାଖରେ ଶତ୍ରୁ ଭାବରେ ଠିଆ ହୁଏ। କେତେବେଳେ ପରିସ୍ଥିତି ମୋର
ଆଶାନୁରୂପ ହୁଏ, କେତେବେଳେ ମୋର ପରିସ୍ଥିତି ବିପରୀତ ହୁଏ, କେତେବେଳେ ମୋତେ ହତାଶ ନିରାଶ ମାଡ଼ି ବସେ, କେତେବେଳେ ମୋତେ ଉତ୍ସାହ ପ୍ରେରଣା ଧାଇଁ ଆସେ। ଇଏ ସବୁ ଜିନିଷ ସେଇଥିପାଇଁ ଚାଲିଥାଏ। ତେଣୁ ଆମକୁ ତା ଭିତରେ ନିଜକୁ ପୂର୍ଣ୍ଣ ରୂପେ ସମର୍ପିତ କରି ପ୍ରସ୍ତୁତ କରିବାକୁ ପଡ଼ିବ। ସେଇ ଅତିମାନ ଶକ୍ତି ମୋ ଭିତରେ ଅବିକୃତ ଭାବରେ ଯେପରି ପରିପ୍ରକାଶ କରିପାରିବ। ତେଣୁ ଆମେ ନିଜର ସଂକୀର୍ଣ୍ଣତା, ନିଜର ସୀମିତତା, ନିଜର ସାମର୍ଥ୍ୟ, ନିଜର ଅସାମର୍ଥ୍ୟ ସବୁ କିଛିକୁ ଚିହ୍ନିବା, ଅବଲୋକନ କରିକି ଚିହ୍ନିବା, ଦେଖିବା, ସତର୍କ ହବା, ତାକୁ ଧରି ସମର୍ପିତ କରିବା ମାଙ୍କ ପାଖରେ। ତା ଉପରେ କର୍ତ୍ତୃତ୍ୱ ହାସଲ ନ କଲେ ସମର୍ପିତ କରିପାରିବେନି। କର୍ତ୍ତୃତ୍ୱ ହାସଲ କରିବେ, ତାକୁ ନେଇକି ମାଙ୍କ ପାଖରେ ସମର୍ପିତ କରିବେ। ତାପରେ ଆପଣଙ୍କର ପ୍ରଭୁତ୍ୱ ହାସଲ ହବ। ପ୍ରଭୁତ୍ୱ ହାସଲ ହେଲା ପରେ ଚୈତ୍ୟ ସତ୍ତା ଦ୍ୱାରା ସେଗୁଡ଼ିକ ପରିଚାଳିତ ହେବାକୁ ଆରମ୍ଭ କରିବେ। ତାପରେ ଧୀରେ 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 ମୋର ଗୋଟିଏ ଗୋଟିଏ ଅଂଶ ଚୈତ୍ୟ ସତ୍ତା ଦ୍ୱାରା ପରିଚାଳିତ ହେଇ 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 ସମଗ୍ର ଅଂଶଟି ଚୈତ୍ୟ ସତ୍ତା ଦ୍ୱାରା ପରିଚାଳିତ ହବ, ଚୈତୀକରଣ ହେଇଯିବ। ତାପରେ ବର୍ତ୍ତମାନ ତାପର ପଦକ୍ଷେପ ଆଧ୍ୟାତ୍ମିକୀକରଣ ଆରମ୍ଭ। ହଁ, ମାନେ ଗୋଟେ ସରିଗଲା ପରେ ହବ ବୋଲି ସେମିତି କିଛି ନାହିଁ। ସବୁ ସତ୍ତାରେ, ସବୁ ଅଂଶରେ ଏପଟରେ କିଛି ଚାଲିଥିବ, ସେପଟରେ କିଛି ଚାଲିଥିବ। ଧୀରେ 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 ଇଏ ସବୁ ମାନେ ସମତାଳରେ ଏଥିରୁ ଏତେ ଖଣ୍ଡ ହେଇଗଲା ବେଳକୁ ସେଥିରେ ଏତିକି ଟିକେ ହେଇଯାଇଥିବ। ଏଇଭଳି ଭାବରେ ଆମ ଭିତରେ ଅଗ୍ରଗତି ଚାଲିବ। ଆମର ସୀମିତତାକୁ ଆମେ ଚିହ୍ନିବା, ଆସ୍ପୃହା କରିବା, ତାର ଊର୍ଦ୍ଧ୍ୱକୁ ଉଠିବା ପାଇଁ, ଊର୍ଦ୍ଧ୍ୱତର ଶକ୍ତିକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ରହିବା। ମା, ତେଣୁ ଏଠି ପ୍ରଶ୍ନ ହେଇଛି ଯେ ମାନସିକ ପ୍ରେମ ଦିବ୍ୟ ପ୍ରେମରେ, ମାନସିକ ସାମର୍ଥ୍ୟ ଦିବ୍ୟ ସାମର୍ଥ୍ୟରେ ଏବଂ ମାନସିକ ଜ୍ଞାନ ଦିବ୍ୟ ଜ୍ଞାନରେ ପରିବର୍ତ୍ତିତ ହୋଇପାରିବ କି? ଆମର ଯୋଉ ମାନସିକ ପ୍ରେମ ରହିଛି, ମାନସିକ ସାମର୍ଥ୍ୟ ରହିଛି, ଯୋଉ ମାନସିକ ଜ୍ଞାନ ରହିଛି, ତାହା ଦିବ୍ୟରେ ପରିବର୍ତ୍ତିତ ହୋଇପାରିବ କି? ମା ଉତ୍ତରରେ କହୁଛନ୍ତି, ପ୍ରେମ କେବଳ ଗୋଟିଏ ରହିଛି। ମନୁଷ୍ୟର ପ୍ରେମକୁ ଆମେ କେବଳ ଅଭିବ୍ୟକ୍ତିର ମାଧ୍ୟମଟି ଦ୍ୱାରା ବିକୃତ ଏବଂ ଭିନ୍ନ ରୂପ ହୋଇଯାଇଥିବା ଦିବ୍ୟ ପ୍ରେମ ବୋଲି ହିଁ କହିବା। ଆମେ ଏବେ ଆଲୋଚନା କରୁଥିଲେ ମାନସିକ ପ୍ରେମ ଆମର କଣ ହେଇଛି ନା ବିକୃତ ହେଇଛି। ସିଏ ଯୋଉ ଆସକ୍ତି, ଅଧିକାର ବୋଧ ତାକୁ ମାଡ଼ି ବସିଛି। ବଳ ଓ ଜ୍ଞାନ ବେଳକୁ ମଧ୍ୟ ଠିକ ସେଇ କଥା। ତେଣୁ ଆପଣାର ଅସଲ ସାର ଓ ଅସଲ ମର୍ମରେ ସେଗୁଡ଼ିକ ଚିରନ୍ତନ ଏବଂ ସୀମାହୀନ ହୋଇ ରହିଥାନ୍ତି। ମନୁଷ୍ୟ ପ୍ରକୃତିର ସୀମା ଏବଂ ଅଭାବ ଗୁଡ଼ିକ ହିଁ ସେଗୁଡ଼ିକୁ ବିକୃତ କରିଦିଅନ୍ତି ଏବଂ ସେଗୁଡ଼ିକୁ ଏତେ ଦୂର ଅନ୍ୟ ପ୍ରକାର କରିଦିଅନ୍ତି ଯେ ତାପରେ ସେଗୁଡ଼ିକୁ ଆଦୌ ଚିହ୍ନି ହୁଏ ନାହିଁ। ଏ ପ୍ରକାର ପରିସ୍ଥିତି ବି ଆସି ପହଞ୍ଚେ। ସେ ଏତେ ବିପରୀତ ହେଇଯାଏ, ଆମେ ଯେମିତି କଥା ହଉଥିଲେ ପିଠିଆ ହେଇଯାଆନ୍ତି। ସେ ଏତେ ପିଠିଆ ହେଇଯାଏ ଯେ ଆଉ ଆମେ ତାକୁ ଚିହ୍ନି ପାରୁନା, ସିଏ ଯେ ମତେ ଭଗବାନ ଠାରୁ ଦୂରେଇ ଦୂରେଇ ନଉଛି। ତେଣୁ ମୂଳରୁ ହିଁ ସତର୍କ ହେଇଯିବା ଏବଂ ପ୍ରୟାସ ଜାରି ରଖିବା। ମା, ଜ୍ଞାନ 535। ସତ୍ୟର ଅନ୍ୱେଷଣ କରୁଥିବା ମନର ମିଥ୍ୟା ବର୍ଜନ ହିଁ ମନ ଯଥାର୍ଥରେ ସେହି ଅବିଚଳ, ପୂର୍ଣ୍ଣ ଏବଂ ସମଗ୍ର ସତ୍ୟକୁ ଲାଭ କରି ନ ପାରିବାରେ ଏକ ପ୍ରଧାନ କାରଣ ରୂପେ କାର୍ଯ୍ୟ କରିଥାଏ। ଦିବ୍ୟ ମନ କଦାପି ମିଥ୍ୟାଠାରୁ ପଳାଇ ଯାଏ ନାହିଁ। ଏପରିକି ସବୁଠାରୁ ଅତିକାୟ ଏବଂ ସୁଦୂର ସଞ୍ଚାରୀ ମିଥ୍ୟାର ମୁଖା ତଳେ ଲୁଚି ରହିଥିବା ସତ୍ୟକୁ ମଧ୍ୟ ତାହା ଅଧିକାର କରିବାକୁ ଅଗ୍ରସର ହେଉଥାଏ। କଣ କହୁଛନ୍ତି? ଏପରିକି ସବୁଠାରୁ ଅତିକାୟ ଏବଂ ସୁଦୂର ସଞ୍ଚାରୀ ମିଥ୍ୟାର ମୁଖା ତଳେ ଲୁଚି ରହିଥିବା ସତ୍ୟକୁ ମଧ୍ୟ ତାହା ଅଧିକାର କରିବାକୁ ଅଗ୍ରସର ହେଉଥାଏ। ଯେଉଁମାନେ ସତ୍ୟର ଅନୁସରଣ କରୁଛନ୍ତି, ପ୍ରଭୁ ଲେଖୁଛନ୍ତି, ସେମାନେ ମନର ଯୋଉ ମିଥ୍ୟା କୁ ସେମାନେ ବର୍ଜନ କରନ୍ତି। ଆକ୍ଚୁଆଲି ମନର ସୀମିତତା ରହିଛି, ମନର ସୀମିତତା ନାହିଁ ନୁହଁ, ମନର ସୀମିତତା ରହିଛି। ତା ଭିତରେ ଅଜ୍ଞାନତା ରହିଛି। ତାର ବିଚାରଟା ଯୋଉଟା ରହିଛି ତାହା ଏକ ସଂକୀର୍ଣ୍ଣ ବିଚାର ହେଇଥାଏ। କିନ୍ତୁ ତାକୁ ପୂର୍ଣ୍ଣତଃ ପରିତ୍ୟାଗ କରି ଛାଡ଼ି ଦେଇକି ଚାଲିଗଲେ ଆପଣ କେବେ ସତ୍ୟକୁ ପ୍ରାପ୍ତ କରିବା ସମ୍ଭବ ନୁହେଁ। ସେଇଥିପାଇଁ ମା ବାରମ୍ବାର କହୁଛନ୍ତି, ପ୍ରଭୁ କହୁଛନ୍ତି
ଯେ ମନର ପୂର୍ଣ୍ଣାଙ୍ଗ ବିକାଶ ଦରକାର, କିନ୍ତୁ ତାହା ଚୈତ୍ୟ ସତ୍ତା ଦ୍ୱାରା ପରିଚାଳିତ ହୋଇ ତାର ବିକାଶ ସେ କରିବ। ସେଇଥିପାଇଁ କହୁଛନ୍ତି ପ୍ରଭୁ ଯେ ତୁମକୁ ଯଦି ତାକୁ ବର୍ଜନ କରିଦେଉଛ ମନକୁ, ମନ ଭିତରେ ଯେହେତୁ ମିଥ୍ୟା ରହିଛି, ସଂକୀର୍ଣ୍ଣତା ରହିଛି, ତାକୁ ବର୍ଜନ କରିଦେଲେ ଆପଣ କଣ ହଉଛନ୍ତି ନା ସମଗ୍ର ସତ୍ୟ, ଅବିଚଳ ପୂର୍ଣ୍ଣ ସତ୍ୟକୁ ପାଇପାରିବେ ନାହିଁ। ସେଇଥିପାଇଁ କହୁଛନ୍ତି ସେଇ ଅବିଚଳ ପୂର୍ଣ୍ଣ ଏବଂ ସମଗ୍ର ସତ୍ୟକୁ ଲାଭ କରି ନ ପାରିବାର ଏକ ପ୍ରଧାନ କାରଣ। ଆରେ ମନ ବିକଶିତ ହବା ଦରକାର। ମନ ବିକଶିତ ନଥିଲେ ମାଧିଆ ଭାଇ ସବୁଥିରେ ହୋଇ ହୋଇ ଘଟଣା ହବ। ସେତେବେଳେ କଣ ହବ, ବିରୋଧୀ ଶକ୍ତିର କ୍ରିୟାକୁ ମଧ୍ୟ ଚିହ୍ନି ପାରିବେନି, ତା ଦ୍ୱାରା ଆପଣ ତାରି ଦ୍ୱାରା ପରିଚାଳିତ ହେଇ ଚାଲିଥିବେ। ସେଇଠି ପ୍ରଭୁଙ୍କ ପାଦ ସେବା କରୁଥିବେ, ପ୍ରଭୁଙ୍କୁ ପୁଷ୍ପ ପ୍ରଦାନ କରୁଥିବେ, କିନ୍ତୁ ଅହଙ୍କାର ବଶ ହେଇ ବିରୋଧୀ ଶକ୍ତି ଦ୍ୱାରା ପରିଚାଳିତ ହେଇ ତାକୁ କରୁଥିବେ, ଜାଣିପାରିବେନି ଆପଣ। ତେଣୁ ମନର ବିକାଶ ଜରୁରୀ। ତାହା ଚୈତ୍ୟ ସତ୍ତାର ଚତୁଃପାର୍ଶ୍ୱରେ ନିଜକୁ ସେ ପରିପ୍ରକାଶ କରିବ, ଚୈତ୍ୟ ସତ୍ତାକୁ କେନ୍ଦ୍ର କରି। ସେଥିପାଇଁ ଏଠି କହୁଛନ୍ତି ଏପରିକି ସବୁଠାରୁ ଅତିକାୟ ଏବଂ ସୁଦୂର ସଞ୍ଚାରୀ ମିଥ୍ୟା, ଯୋଉଟା ସବୁଠାରୁ ବିରାଟ ମିଥ୍ୟା, ତା ପଶ୍ଚାତରେ ରହିଥିବା ଲୁଚି ରହିଥିବା ସତ୍ୟକୁ ମଧ୍ୟ ଦିବ୍ୟ ମନ କଣ କରେ, ତାକୁ କହୁଛନ୍ତି ଅଧିକାର କରିବାକୁ ଅଗ୍ରସର ହେଉଥାଏ। ସେଇ ସତ୍ୟକୁ ସେ ମାନେ ଅଧିକାର କରିବାକୁ, ତା ଭିତରେ ସତ୍ୟ ଲୁକାୟିତ ହେଇ ରହିଛି। ତେଣୁ ଏଠି ପଚରା ହେଲା ଯେ ମନ ତ ଏବେ ଉପରେ କହିଲେ ମିଥ୍ୟା ବର୍ଜନ କରିବ। ତେଣୁ ପ୍ରଶ୍ନ ହେଲା ଦିବ୍ୟ ମନ କହିଲେ କଣ ବୁଝାଏ? ମା ଲେଖୁଛନ୍ତି ଦିବ୍ୟ ମନ କହିଲେ ଶ୍ରୀଅରବିନ୍ଦ ମାନସିକ କ୍ରିୟାତ୍ମକତାର ଏପରି ଏକ ଭୂମିକୁ ବୁଝାଉଛନ୍ତି ଯାହାକି ସମଗ୍ର ଏବଂ ସମ୍ପୂର୍ଣ୍ଣ ଭାବରେ ଦିବ୍ୟ ପରମସତ୍ତାଙ୍କ ପାଖରେ ସମର୍ପିତ ହୋଇ ରହିଥାଏ। ମନର ଏହି ସାମର୍ଥ୍ୟ ମଧ୍ୟ ରହିଛି, ସେ ନିଜକୁ ପୂର୍ଣ୍ଣ ରୂପେ ଦିବ୍ୟ ପରମସତ୍ତାଙ୍କ ପାଖରେ ସମର୍ପିତ ରଖି କାମ କରିପାରେ। ସେଉଠୁ ସେ ଯୋଉ କେବଳ ଦିବ୍ୟ ପ୍ରେରଣା ଦ୍ୱାରା ପ୍ରେରିତ ହୋଇ ସବୁ କିଛି ସେ କରୁଥାଏ। ସେଉଠୁ ସେ ଯାହା ପ୍ରେରଣା ପାଏ ତାକୁ ନେଇକି ସେ କାର୍ଯ୍ୟରେ ପରିଣତ କରୁଥାଏ। ଇଏ ହଉଛି ଦିବ୍ୟ ମନ। ଯେତେବେଳେ ଜଣେ ମନୁଷ୍ୟ କେବଳ ସେହି ଦିବ୍ୟ ପରମସତ୍ତାଙ୍କ ଦ୍ୱାରା ପରିଚାଳିତ ହୁଏ ଓ କେବଳ ତାଙ୍କରି ପାଇଁ ଜୀବନ ବଞ୍ଚେ, ସେତେବେଳେ ତାର ମନ ମଧ୍ୟ ଅବଶ୍ୟମ୍ଭାବୀ ଭାବରେ ଏକ ଦିବ୍ୟ ମନରେ ପରିଣତ ହୁଏ। କେବଳ ତାଙ୍କରି ପାଇଁ ଜୀବନ ବଞ୍ଚିଲେ, କେବଳ ତାଙ୍କରି ପାଇଁ ଜୀବନ ବଞ୍ଚିଲେ ସେତେବେଳେ ମନ ଦିବ୍ୟ ମନରେ ପରିଣତ ନିଶ୍ଚୟ ହବ। ସେଥିପାଇଁ ଲେଖିଲେ ଜଣେ ମନୁଷ୍ୟ କେବଳ ସେଇ ଦିବ୍ୟ ପରମସତ୍ତାଙ୍କ ଦ୍ୱାରା ପରିଚାଳିତ ହୁଏ ଓ କେବଳ ତାଙ୍କରି ପାଇଁ ଜୀବନ ବଞ୍ଚେ, ସେତେବେଳେ ତାର ମନ ମଧ୍ୟ ଅବଶ୍ୟମ୍ଭାବୀ ଭାବରେ ଏକ ଦିବ୍ୟ ମନରେ ପରିଣତ ହୁଏ। ଆଉ ଦିବ୍ୟ ମନରେ ପରିଣତ ହେଲେ ଦିବ୍ୟ ଜ୍ଞାନ ସହିତ ତାର ସମ୍ପର୍କଟି ସୁଦୃଢ ହେଇଯାଏ। ଆଉ ତାକୁ ତଥ୍ୟଗତ ଜ୍ଞାନ ଉପରେ ବେଶୀ ଭରସା କରିବାକୁ ପଡିବ ନାହିଁ। ସେ ପୂର୍ଣ୍ଣତଃ ଲୁକ୍କାୟିତ ସତ୍ୟକୁ ସେ ନିଜେ ଦେଖିପାରିବ। ମା ଆଜି ସରିଲା 534, 535। Ma, thank you all, Arabar.